ମୁଁ ବି ଆଳୁ କରିଛି ଆଜ୍ଞା। ହଁ ମିଛ କହୁନି, ଯାଆନ୍ତୁ ପଚାରିବେ। ଏପଟେ ଯଦୁମଣିଙ୍କର ଇଟାମାଟି ନଗର, ଏପଟେ ଖଣ୍ଡପଡ଼ା ହେଉଛି ପଠାଣି ସାମନ୍ତଙ୍କ ନଗର, ନୀଳମାଧବଙ୍କ ରୋଡ଼, ନୟାଗଡ଼ଠୁ 5.5 କିଲୋମିଟର ବାଲୁଗାଁ। ଆସନ୍ତୁ ପଚାରିବେ। ସେଇଠି ଗୋଟେ ଟାଙ୍କି ପଦା ଆମର ଥାଏ, ଅଛି, ଏବେ ବି ଅଛି। ଆଳୁ କରାହେଇଛି। ପୋଖରୀ ନା କାଲୁଣି, ସେଇଠୁ ପାଣି ବୁହାହବ। ବହୁ ପାଣି, ଗୌଡ଼ୁଣୀ, ଚଣ୍ଡୀ, ମେଣାଗାଡ଼ିଆ, ଡାହାଣିଗାଡ଼ିଆ, ବାଉଁଶିଆ। କ'ଣ ବାଲୁଗାଁ କ'ଣ ଖ୍ୟାମଖାଲି ଗାଁ ନା କ'ଣ? ନାରାୟଣ, ନାରାୟଣୀ ସବୁ ଅଛନ୍ତି। ପୂର୍ବା ଅବସ୍ଥାରେ ରଜାଙ୍କର ସେଇଟା ବି ଥିଲା। ଚଣ୍ଡେଶ୍ୱର, ଚଣ୍ଡୀ ପୋଖରୀ ଅଛି। ଏଭଳିଆ ସ୍କୋୟାର ପୋଖରୀ ଏପଟୁ ମାପିବ ଯେମିତି ସେପଟୁ ମାପିବ। ଏବେ ବାଲୁଗାଁର ନାଁଟା ଆଜ୍ଞା ଟିକେ ହୁଲସ୍ଥୁଲ ହେଲାଣି ବାହାରେ। ସେତେବେଳେ ବାଣପୁର ବାଲୁଗାଁ, ଏବେ ବି କିଛି ଲୋକ କେଉଁ ଗାଁ ନା ବାଣପୁର ବାଲୁଗାଁ ସବୁ ଗୋଟେ ନାଁ ଥିଲା। ଏବେ ନୟାଗଡ଼ ବାଲୁଗାଁ ବୋଲି ହୁଲସ୍ଥୁଲ ହେଲାଣି। ତେଣୁ ଗାଁ ଲୋକଙ୍କୁ କେମିତି ଭଲ ଲାଗିବ? ଭଲ ଲାଗିବନି। ତେଣୁ ଆଳୁ କଥା ମୁଁ କହୁଛି। ନୟନତଳା ପୁରା ମାନେ ହଳଦୀ ଗଣ୍ଠି ଆଳୁ, ନୟନତଳା। ତାପରେ ନାଲି ଆଳୁ, ନାଲି ଆଳୁ। ଆଳୁର ଯେଉଁ ମାଟିଟା, ସେ କେଉଁ ଟାଇପ୍ର ମାଟି? ଯେଉଁ ଆମର ବିଜେପି ସରକାର ନୂଆ ଆସିଛନ୍ତି ଏବଂ ତାଙ୍କର ଅମଲାତନ୍ତ୍ର, ସେ ମାଟିଟା କେଉଁ ଟାଇପ୍ର ହେଲେ ଆଳୁଟା ବଢ଼େ ଏବଂ ନୟନତଳା ହେବ। ଆଳୁ ଛୋଟ କାଟିଆ ହେଉନି ଆଜ୍ଞା, ମିନିମମ୍ 8 ଇଞ୍ଚ ଲମ୍ବା, ଗୋଲେଇ 8 ଇଞ୍ଚ କି 10 ଇଞ୍ଚ ଲମ୍ବା, ଗୋଲେଇ ମିନିମମ୍ 7 ଇଞ୍ଚ 8 ଇଞ୍ଚ, ପୁରା ନୟନତଳା। ଯାଆନ୍ତୁ ବାଲୁଗାଁରେ ପଚାରିବେ। ଆସନ୍ତୁ ନା, ସତ ନା ମିଛ? ଆମେ ବି ଆଳୁ କରିଛୁ। ଆଳୁର ଯେଉଁ ହେବାର ତା'ର ମାଟି ଅଲଗା। ଓଡ଼ିଶାରେ ସେ ମାଟି ଯେତିକି ଓଡ଼ିଶାକୁ ଯୋଗେଇବ ଆଳୁ, ସେଭଳିଆ ମାଟି ଓଡ଼ିଶାରେ ନାହିଁ। ଓଡ଼ିଶାରେ ଫର୍ସା ମାଟି ନାହିଁ ଆଳୁ ହେଲା ଭଳିଆ। ଜୟ ଜଗନ୍ନାଥ।